ଆଜ୍ଞା ଗୋଟେ ଛୋଟିଆ ଗପ କହିବି ଆପଣ ମାନେ ଶୁଣିବେ। ଯାହା କିଛି ଜାଣିଛି ବିଶ୍ୱାସର କଥା। ଗୋଟେ ଧର୍ମପରାୟଣ ବ୍ୟକ୍ତି, ଭାରି ବିରାଟ ବଡ ଲୋକ, ବିଭିନ୍ନ ଚାକର ବାକର ତା ଘରେ ଅଛନ୍ତି। ଠାକୁରଙ୍କୁ ଭଲ ଭାବରେ ଭକ୍ତି କରେ, ଭାବ କରେ, ଲୋକମାନଙ୍କୁ ବି ଭଲ ପାଏ, ଦାନ ଧର୍ମ କରେ। ତା ଘରେ ଚାକର ବାକର ବହୁତ ଅଛନ୍ତି। ସବୁବେଳେ ଠାକୁର ପୂଜା କରେ ନିହାତି ଘଣ୍ଟାଟା। ଘଣ୍ଟାଏ ନହେଲେ ସେ ଠାକୁର ପୂଜା ସରିବନି। ଈଶ୍ୱର ଦେଇଛନ୍ତି ସେମିତି, ତେଣୁ ଠାକୁର ପୂଜା କରେ। କିନ୍ତୁ ଗୋଟେ ଚାକର ସେ ସବୁବେଳେ ଅନୁକରଣ କରେ। ଏମାନଙ୍କର ଏତେ ଧନ ବାଡି ସମ୍ପତ୍ତି ଅଛି, ସେ ବୋଧେ ଠାକୁରଙ୍କୁ ଡାକି ଠାକୁର ତାକୁ ଦେଇଛନ୍ତି। ସେ ସମସ୍ତଙ୍କୁ କହେ ତମେ ଠାକୁରଙ୍କୁ ଡାକ, ଠାକୁର ତମକୁ ସବୁ କିଛି ଦେବେ। ତେଣୁ ସେ ସେଇ କଥାଟା ଅନୁଭବ କରେ। ଆଉ ବିଭିନ୍ନ ପ୍ରକାର ମନ୍ତ୍ର ପଢିକିରି ସେ ଠାକୁର ପୂଜା କରନ୍ତି। ଦିନେ ଚାକର କହିଲା, ଠାକୁର ପୂଜା କରିବାକୁ ଯାଉଥିଲେ, ଚାକର କହିଲା ଆଜ୍ଞା ବାବୁ, କଣ ବୋଲିକିରି ଠାକୁର ପୂଜା କରୁଛନ୍ତି, ମତେ ଟିକେ କହନ୍ତିନି ମୁଁ ଠାକୁର ପୂଜା କରନ୍ତି। ଆରେ ତତେ ତ ଟାଇମ ନାହିଁ, ତୁ ଠାକୁର ପୂଜା କେତେବେଳେ କରିବୁ, ତୁ ତ କାମ ଧନ୍ଦାରେ ସବୁବେଳେ ରହିଲୁ। ଆଉ କଣ ଠାକୁର ପୂଜା, କାହାକୁ ଡାକିବୁ? ନା ଆପଣ ଯାହାକୁ ଡାକୁଛନ୍ତି। ନା ହଉ, ତୁ ବ୍ୟସ୍ତ ହନା, ତୁ ତ କାମ ଧନ୍ଦା କର, ତୁ ତୋ ମନରେ ଠାକୁରଙ୍କୁ ଡାକୁନୁ। ମାନେ ଆପଣ କହୁନାହାନ୍ତି। ଏମିତି ଏମିତି ହେଇ ହେଇ କିଛି ଦିନ ଗଲା ପରେ ଆଉ ଯାହା ଯେତେବେଳେ ପଚାରେ ବାବୁ କହନ୍ତିନି। ଦିନେ ରାଗି ଗଲା ଆଉ କହିଲା କଣ ମତେ କହୁନାହାନ୍ତି କାହାକୁ ଡାକୁଛନ୍ତି, ମୁଁ ଆଜି ପଚାରିବି ଆଉ। ସେ ଯାଉଛନ୍ତି ଠାକୁର ପୂଜା କରିବାକୁ, ହାତ ଯାଏ କହିଲା ଆଜ୍ଞା ମତେ କହିଲେନି କୋଉ ଠାକୁରଙ୍କୁ ଡାକୁଛନ୍ତି, ସବୁବେଳେ କଣ ଗୁଣ ଗୁଣ ହଉଛନ୍ତି। ସେଠି ରାଗିଗଲେ, ରାଗି ଯାଇ କହିଲେ ମୁଁ ବାଲଟାକୁ ଡାକୁଛି। ଡାକୁନୁ ବାଲଟାକୁ, ଡାକେ, ମୁଁ ସେ ବାବା ଠାକୁର ଡାକୁଛି। ଆଜ୍ଞା ଇଏ ପୁରା ଭକ୍ତିରେ ଗଦ ଗଦ, ଚାହୁଁଛି ବାବୁ କାହାକୁ ଡାକୁଛନ୍ତି। ତେଣୁ ବାବୁ ଯେତେବେଳେ କହିଦେଲେ ବାଳଟାକୁ ଡାକୁଛି, ଇଏ ସେଇ ବାଳଟାକୁ ଧଇଲା। ଯୁଆଡେ ଯିବ ବାଳ ଠାକୁର, ଯୁଆଡେ ଯିବ ବାଳ ଠାକୁର, କାମ କଲେ ବାଳ ଠାକୁର, ସବୁବେଳେ ବାଳ ଠାକୁର। ଏମିତି ବାଳ ଡାକି ଡାକି କିଛି ଦିନ ପରେ ସେ ସକାଳୁ ତା ନିତ୍ୟକର୍ମ ସାରି ସେ ବାଳ ଠାକୁର ହଉ ହଉ ବାଳକୃଷ୍ଣ ମହାପ୍ରଭୁ ଆସି ପହଞ୍ଚିଲେ। କହିଲେ ଆରେ ତୁ କାହିଁ ମତେ ଡାକିଲୁ? ନା ଆଜ୍ଞା ମୁଁ ଆପଣଙ୍କୁ କେତେବେଳେ ଡାକିଲି? ହଁ ତୁ ତ ସବୁବେଳେ ମତେ ଡାକୁଛୁ। ମୁଁ କେତେବେଳେ ଆପଣଙ୍କୁ ଡାକିଲି? ଆପଣ ତ ଆପଣଙ୍କ ବାଟେ ଯାଉଥିଲେ, ମୁଁ ତ ଏଠି ମୋର କାମ ମୁନିବର କାମ କରୁଛି। ନା ଆରେ ନାଇଁ, ମୁଁ ହଉଛି ସେଇ ତୁ ଯାହାକୁ ସବୁବେଳେ ସ୍ମରଣ କରୁଛୁ, ଡାକୁଛୁ। ନିଜର ରୂପଟାକୁ ଦେଖେଇଦେଲେ କାହାକୁ? ନା ଚାକରକୁ। ଚାକର ସେଠୁ ଭୋ କରି କାନ୍ଦି ଉଠିଲା, କହିଲା ପ୍ରଭୁ ଆପଣ କଣ ସତେ ସେଇ ବାବା ଠାକୁର? ମାଲିକ ସାଡୁ ଚାଲିଗଲା, ଏଇଠି କାହା ସାଙ୍ଗରେ କଥାବାର୍ତ୍ତା ହଉଛି, ଦେଖିଲା ବେଳକୁ ସେ ଯୋଉ ଦୃଶ୍ୟ ଦେଖିଲା, ସେ ସେଠି ଗଦ ଗଦ ହେଇଗଲା ଭକ୍ତିରେ। ଧନ୍ୟରେ ତୁ ଆଜି ମୋରି ଠାରୁ, ମୁଁ ଆଜି ତତେ ବିରକ୍ତ ହେଇକିରି କହିଲି, ମୁଁ ଆଜି ଯାହାକୁ ମୋ ଜୀବନ ସାରା ଭଜି ଭଜିକିରି ପାଇନି, ତୁ ଆଜି କେଇଦିନ, ତୁ ପୁଣି ମୁଁ ଯୋଉ କୁଭାଷା ତତେ କହିଲି, ସେ କୁଭାଷାରେ ତୁ ଠାକୁରଙ୍କୁ ପାଇଲୁ। ଧନ୍ୟ ତୋର ଭକ୍ତି, ଧନ୍ୟ ତୁ। ଦି ଜଣ ଯାକ ସେଠି ଈଶ୍ୱରଙ୍କ ପାଦ ତଳେ ପଡିଗଲେ। ଏବଂ ଭକ୍ତି ଥିଲେ ନିଶ୍ଚୟ ଭଗବାନ ଦେଖାଦେବେ। ଭକ୍ତର ଭଗବାନ, ତମେ ଯୋଉଥିରେ ଡାକ, ଯେମିତି ଡାକ, ଈଶ୍ୱର ନିଶ୍ଚୟ ତମକୁ ଦେଖାଦେବେ। ରହିଲେ ଆଜ୍ଞା, ଏ କାହାଣୀଟି ଭଲ ଲାଗିଥିଲେ କହିବେ, କମେଣ୍ଟ କରିବେ। ରହିଲେ ଆଜ୍ଞା, ଭୁଲ ଥିଲେ ସଂଶୋଧନ କରି ପଢିବେ। ନମସ୍କାର।